ବାଲି ଉତ୍ତୋଳନକୁ ବିରୋଧ କରିବାରୁ ଗାଁ ମାଲିକଙ୍କୁ ହତ୍ୟା ଧମକ। ପୂର୍ବରୁ ବେଆଇନ ବାଲି ଉତ୍ତୋଳନ ନେଇ ଗାଁ ମାଲିକଙ୍କ ସମେତ ଗ୍ରାମବାସୀ ବିରୋଧ କରି ଆସୁଥିଲେ। ତେବେ ବେଆଇନ ଉତ୍ତୋଳନକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀର ଗଣ୍ଡଗୋଳ ଭିତରେ ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ଆଜି ଗାଁ ମାଲିକଙ୍କୁ ହତ୍ୟା ଧମକ ଦେଇଛନ୍ତି ବାଲି ମାଫିଆ। ମାରଣାସ୍ତ୍ର ଧରି ଗାଁ ମାଲିକଙ୍କୁ ହତ୍ୟା ଧମକ ଦେଲେ ବାଲି ମାଫିଆଙ୍କ ପରିବାର। ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ଚାଲନ୍ତି ଗାଁରେ ଦୁର୍ଗାପୂଜା କମିଟି ପକ୍ଷରୁ ନାମ ସଂକୀର୍ତ୍ତନ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଗ୍ରାମର ନାରାୟଣଗିରି ନାମକ ଜଣେ ଯୁବକ ଏକ ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରାଇବା ସହିତ ଗାଁ ମୁଖିଆ ସୁଧୀର ଦେଙ୍କୁ ହତ୍ୟା ଧମକ ଦେଇଥିଲେ। ତାଙ୍କ ସହିତ ନାରାୟଣଙ୍କ ସ୍ତ୍ରୀ ଓ ତାଙ୍କ ମା ମଧ୍ୟ ମାରଣାସ୍ତ୍ର ଧରି ଆସିଥିଲେ। ଫଳରେ ପ୍ରସାଦ ସେବନ ପାଇଁ ବସିଥିବା ଲୋକେ ଭୟଭୀତ ହୋଇ ପଳାଇ ଯାଇଥିଲେ। ଉପସ୍ଥିତ ଗ୍ରାମବାସୀ ନାରାୟଣକୁ କାବୁ କରି ମାରଣାସ୍ତ୍ର ଛଡ଼ାଇବା ସହ ଅଟକ ରଖିଥିଲେ। ଖବର ପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାରାୟଣଗିରିଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ତେବେ ସୁବର୍ଣ୍ଣରେଖା ନଦୀର ଚାଲନ୍ତି ଗାଁ ନିକଟରୁ ବେଆଇନ ଭାବରେ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିଥିଲେ, ଯାହାକୁ ନେଇ ବାଲି ମାଫିଆ ମାନେ ଅସନ୍ତୁଷ୍ଟ ହୋଇଥିଲେ। ଯାହା ଫଳରେ ଆଜି ଦିନ ଦ୍ୱିପ୍ରହରେ ମାରଣାସ୍ତ୍ର ଧରି ଗାଁ ମାଲିକଙ୍କୁ ହତ୍ୟା ଧମକ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନାରାୟଣ ଓ ଅନ୍ୟ ସହଯୋଗୀ ଖଣି ଅଧିକାରୀଙ୍କୁ ଆକ୍ରମଣ କରିଥିବା ନେଇ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି।